বিজেডি শিবির ফাঙ্কা শঙ্খ ছাড়ি পদ্মমুহা নেতা ও কর্মী। যাজপুর জেলা ধর্মশালা রাজনীতি এবে এক নূয়া সমীকরণ। বিজু জনতা দল শিবির ধীরে ধীরে ফাঙ্কা হেউথিলা বেলে বিজেপি শিবির দিনকু দিন শক্তিশালী ହେଉଛି। ଏହା ପଛର ମୁଖ୍ୟ କାରଣ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ବା ଲିକୁ ଭାଇ। ଖାଲି ଧର୍ମଶାଳା ନୁହେଁ, ସାରା ଓଡ଼ିଶାରେ ଏବେ ଲିକୁଙ୍କୁ ନେଇ ଚର୍ଚ୍ଚା ତୁଙ୍ଗରେ। ସମାଜ ସେବାରୁ ରାଜନୀତିରେ ପାଦ ରଖିଥିବା ଲିକୁ ଏତେ କମ୍ ସମୟ ମଧ୍ୟରେ ବିଜେଡିର ଗଡ଼କୁ ଚୁରମାର କରିବେ କେହି କେବେ କଳ୍ପନା କରିନଥିଲେ। ଯାଜପୁରରେ ଯେଉଁ ବିଜେଡି ନେତାମାନେ ନିଜକୁ ଟାଣୁଆ ଓ ମୁଣ୍ଡିଆଳ ବୋଲି ଦାବି କରୁଥିଲେ, ଆଜି ସେମାନଙ୍କ ସଂଗଠନରେ 20% କର୍ମୀ ମଧ୍ୟ ନାହାନ୍ତି। ବାପ ପୁଅ ଭାଇଙ୍କ 2 ଦଶନ୍ଧିର ରାଜନୀତିକୁ ଚାବୁକ ମାଡ଼ରେ ଭାଙ୍ଗି ସ୍ୱାଧୀନ ଭାବେ ନିର୍ବାଚିତ ହୋଇଥିବା ଲିକୁ ସାହୁ ଏବେ ବିଜେପିର ଆଗଧାଡ଼ିର ନେତା ଭାବେ ଉଭୟ ରାଜ୍ୟ ଓ ଜିଲ୍ଲା ରାଜନୀତିରେ ନିଜକୁ ପ୍ରମାଣିତ କରିଛନ୍ତି। 2024 ନିର୍ବାଚନ ପରେ ରାଜ୍ୟରେ ସରକାର ପରିବର୍ତ୍ତନ ସହ ବିଜେଡିର ପତନ ଆରମ୍ଭ ହୋଇଥିଲା ବେଳେ ଯାଜପୁର ଜିଲ୍ଲାରେ ଏହା ଅଧିକ ସ୍ପଷ୍ଟ ହେଉଛି। ବିଜେଡିର ଉଚ୍ଚପଦ ପଦବୀରେ ଥିବା ନେତାମାନେ ଜଣକ ପରେ ଜଣେ ବିଜେପିରେ ସାମିଲ ହେଉଛନ୍ତି। ଲିକୁଙ୍କ ଚତୁର ଗୋଟି ଚାଳନାରେ ପୂର୍ବରୁ ଧର୍ମଶାଳା ବ୍ଲକ ଦଖଲ କରିଥିଲା ବିଜେପି। ପରେ ଯାଜପୁରର ପୂର୍ବତନ ସାଂସଦ ଶ୍ରୀମତୀ ରୀତା ତରାଇ, 17 ଜିଲ୍ଲା ପରିଷଦ ସଦସ୍ୟ, ଜଣେ ବ୍ଲକ ଅଧ୍ୟକ୍ଷ ସହ ଅନେକ ଛାମୁଆ ନେତା ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଗତକାଲି ପୁନର୍ବାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଛାମୁଆ ସଂଗଠକ, ରାଜ୍ୟ ଓ ଜିଲ୍ଲା ଦାୟିତ୍ୱରେ ଥିବା ବହୁ ବିଜେଡି ନେତା ଓ କର୍ମୀ କୁମାରୀସ୍ଥିତ ବିଜେପି କାର୍ଯ୍ୟାଳୟରେ ଔପଚାରିକ ଭାବରେ ବିଜେପିରେ ଯୋଗଦାନ କରିଛନ୍ତି। ଭାଇଙ୍କ ସାଙ୍ଗରେ ସମ୍ପର୍କ ଥିଲା ଦୀର୍ଘ ବର୍ଷର। 2012 ଭାଇଙ୍କ ସାଙ୍ଗରେ ସମ୍ପର୍କ ଥିଲା। କୋଭିଡ ସମୟରେ କିଛି ଗୋଟେ ମନମାଳିନ୍ୟ ହେତୁ ଭାଇଙ୍କ ଠାରୁ ଦୂରେଇ ଯାଇଥିଲେ, କିନ୍ତୁ ଭାଇ କେବେ ଭଲ ପାଇବା କମେଇ ନଥିଲେ। ଆଜି ପୁଣି ଭାଇଙ୍କ ପାଖକୁ ଆସି ଭାଇଙ୍କ ସାଙ୍ଗରେ ପୁଣି ସେଇଭଳି ଗୁଣ୍ଡନବାର ଅଂଶୁମାନ ମେମୋରିଆଲ ଟ୍ରଷ୍ଟରେ କାମ କରିବା ସୁଯୋଗ ପାଇବି ଏବଂ ପଦପଦବୀ ବଡ଼ ନୁହେଁ, ଭାଇଙ୍କ ସହିତ ମିଶି ଲୋକଙ୍କ କାମ କରିବା ପାଇଁ ଯୋଉ ଇଚ୍ଛା ଶକ୍ତି ଥିଲା ତାହା ଆଉ ଦ୍ୱିଗୁଣିତ ହେଇଛି। ଭାଇଙ୍କ ସହିତ ମିଶି ଭାଇଙ୍କ ଯାହା ଇଚ୍ଛା ଅଛି ଧର୍ମଶାଳାବାସୀଙ୍କ ସେବା କରିବା ପାଇଁ ସେ କାର୍ଯ୍ୟରେ ମୁଁ ଆଗାମୀ ପରିବର୍ତ୍ତନ ହଉଛି ଏଇଆ, ଗୋଟେ ଜାଗାରେ କାମ କରୁଥିଲି, ଗୋଟେ ଜାଗାରେ କାମ କରିବାର ସ୍କୋପ ପାଇଲିନି ବୋଲି ଆଉ ଗୋଟେ ଜାଗାକୁ ଆସିଲି କାମ କରିବା ପାଇଁ। ଭାଇଙ୍କର ଯୋଉ ଉଦାହରଣ ଅଛି, ଭାଇ ଆପଣ ଦେଖୁଛନ୍ତି, ଭାଇ 2 ବର୍ଷ ନୁହଁ, 4 ବର୍ଷ ନୁହଁ, 5 ବର୍ଷ ନୁହଁ, କୋଭିଡ ସମୟରୁ ଆପଣ ଦେଖୁଛନ୍ତି, ତା ପୂର୍ବରୁ ଆପଣ ଦେଖୁଛନ୍ତି ଭାଇ ଯୋଉଭଳି ଭାବରେ କାମ କରୁଛନ୍ତି। କାମ କରିବାର ଇଚ୍ଛା ଶକ୍ତି ଅଛି, କାମିକା ଲୋକ ପାଖରେ ରହିବି, ମୁଁ କାହିଁ ବେକାରୀ ଲୋକ ପାଖରେ ରହିବି? ମୋ 2 ବର୍ଷ ଜୀବନ 2 ବର୍ଷ ମୁଁ ବେକାର କରିଛି। ବର୍ତ୍ତମାନ ମୁଁ ଭାଇଙ୍କ ସାଙ୍ଗରେ ଆସିଛି, ବର୍ତ୍ତମାନ କାମ କରିବା ପାଇଁ, ଭାଇଙ୍କ ସାଙ୍ଗରେ ରହିବି, କାମ କରିବି, ଧର୍ମଶାଳା ଲୋକଙ୍କ ପାଇଁ କାମ କରିବି। ବିଜେଡି ଶୂନ୍ୟ କରିବା ପାଇଁ ସେତେବେଳେ ଗୋଟେ ସ୍ଲୋଗାନ ଉଠିଥିଲା, ଆମେ ଚାଲନ୍ତୁ ଦୁର୍ନୀତି ମୁକ୍ତ କରିବା ଏବଂ ବିଜେଡି ଶୂନ୍ୟ କରିବା। ଆଜି ତାହା ପ୍ରମାଣିତ ହେଇଛି ଧର୍ମଶାଳାରେ ବିଶେଷ ଭାବରେ। କାରଣ ମୁଁ ଯେତେବେଳେ ଭାରତୀୟ ଜନତା ପାର୍ଟିରେ 1990 ମସିହାରେ ଜଏନ୍ କଲି, ମୁଁ ଗୋଟେ ସ୍ୱପ୍ନ ଦେଖିଥିଲି ଧର୍ମଶାଳା ଗୋଟେ ସୁନାର ଧର୍ମଶାଳା ପରିଣତ କରିବା, କିନ୍ତୁ ମୋର ଚିନ୍ତାଧାରା ଆଜି ପୂରଣ ହେଇଛି। ଆଜି ଲିକୁ ସାହୁ ଆମର ହେଇଛନ୍ତି ଏବଂ ସେ ଯୋଉଭଳି ଭାବରେ କାର୍ଯ୍ୟକ୍ରମ କରୁଛନ୍ତି ସମଗ୍ର ଓଡ଼ିଶାରେ ବର୍ତ୍ତମାନ ଏକ ସୃଷ୍ଟି କରିଛନ୍ତି, ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି। ମିଶ୍ରଣ ପର୍ବ ମଞ୍ଚ ଉପରେ ବସିଥିବା ଭାରତୀୟ ଜନତା ପାର୍ଟି ଯାଜପୁର ଜିଲ୍ଲା ସଭାପତି, ଭାରତୀୟ ଜନତା ପାର୍ଟି ପୂର୍ବତନ ସଭାପତି, ଯାଜପୁର ଜିଲ୍ଲା ପୂର୍ବତନ MP, ରସୁଲପୁର ବ୍ଲକର ଅଧ୍ୟକ୍ଷ, ଧର୍ମଶାଳା ବ୍ଲକର ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ସମସ୍ତ ବନ୍ଧୁଗଣ ଏବଂ ମଞ୍ଚ ସାମ୍ନାରେ ଥିବା ଏ ଧର୍ମଶାଳା ମା ମାଟିକି ଭଲ ପାଉଥିବା ସମସ୍ତ ଜନମାନସର ପ୍ରତିନିଧ ସମସ୍ତଙ୍କୁ ମୋର ହୃଦୟରୁ ନମସ୍କାର। ଏବଂ ଆଜି ଯେଉଁ ବନ୍ଧୁମାନେ ବିଜୁ ଜନତା ଦଳ ଅନ୍ୟାନ୍ୟ ଦଳ ଛାଡ଼ି ଆସି ଭାରତୀୟ ଜନତା ପାର୍ଟି ଆମ ସହିତ ମିଶିଛନ୍ତି, ସେମାନଙ୍କୁ ଆମ ପରିବାରକୁ ହାର୍ଦ୍ଦିକ ଅଭିନନ୍ଦନ, ବହୁତ ବହୁତ ଅଭିନନ୍ଦନ, ହୃଦୟରୁ ନମସ୍କାର, ଭୂମିଷ୍ଠ ପ୍ରଣାମ। ମୁଁ ଏ ମଞ୍ଚ ଉପରୁ ଗୋଟିଏ କଥା କହିବି, ଯେଉଁ ବନ୍ଧୁମାନେ ଆଜି ଆମ ସହିତ ମିଶିଲେ, ବିଗତ ଦିନରେ ଇଲେକ୍ସନ ପରଠୁ ମିଶି ଆସିଛନ୍ତି, ମୁଁ ଗୋଟିଏ କଥା କହିବି ସମସ୍ତଙ୍କୁ, ଯେଉଁ ଆସ୍ଥା ପ୍ରକଟ ରଖି। ଯାଜପୁର ଧ୍ରୁବଚରଣ ସାହୁଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।